ଶୁଆ ଓ ମାଳତୀ। କୁନି ଝିଅଟିଏ ନାଁଟି ତାର ମାଳତୀ। ଦିନେ ସେ ବିଦ୍ୟାଳୟରୁ ଘରକୁ ଫେରୁଥିଲା। ବାଟରେ ଦେଖିଲା ଗଛ ମୂଳରେ ଶୁଆଟିଏ ପଡ଼ି ଛଟପଟ ହେଉଛି। ସେ ଦୌଡ଼ି ଯାଇ ଦେଖିଲା ଶୁଆଟି ଖଣ୍ଡିଆ ଖାବରା ହୋଇଯାଇଛି। ତା ଡେଣାରୁ ରକ୍ତ ବାହାରୁଛି। ସେ ଆଉ ଉଡ଼ି ଯାଇ ପାରୁନାହିଁ। ମାଳତୀ ମନରେ ଦୟା ଆସିଲା। ସିଏ ଶୁଆକୁ ଯତ୍ନରେ ଧରି ତାଙ୍କ ଗାଁରେ ଥିବା ପ୍ରାଣୀ ଡାକ୍ତରଙ୍କ ପାଖକୁ ଗଲା। ଶୁଆକୁ ଦେଖାଇଲା। ଡାକ୍ତର ଶୁଆର କ୍ଷତ ଭଲ ଭାବରେ ସଫା କରି ମଲମ ଲଗାଇଦେଲେ। କିଛି ଔଷଧ ଶୁଆକୁ ଖାଇବା ପାଇଁ ଦେଲେ। ମାଳତୀ ଘରକୁ ଯାଇ ଡାକ୍ତର କହିବା ଅନୁଯାୟୀ ଶୁଆର ଯତ୍ନ ନେଲା। ତାକୁ ପିଚୁଳି ଖାଇବାକୁ ଦେଲା। ଔଷଧ ମଧ୍ୟ ଖୁଆଇ ଦେଲା। 4-5 ଦିନ ପରେ ଶୁଆଟି ଭଲ ହୋଇ ଆସିଲା। ମାଳତୀ ଶୁଆକୁ ତା ସାଙ୍ଗସାଥୀମାନଙ୍କ ପାଖକୁ ଉଡ଼ିଯିବା ପାଇଁ ସେଇ ଗଛ ପାଖରେ ନେଇ ଛାଡ଼ିଦେଲା। ନିଜେ ଘରକୁ ଫେରି ଆସିଲା। ଦିନେ ରାତିରେ ମାଳତୀ ଶୋଇଥାଏ। ସକାଳୁ କିଏ ଜଣେ ତା ଝରକା ପାଖରେ ମାଳତୀ ନାନୀ ସକାଳ ହେଲାଣି, ମାଳତୀ ନାନୀ ସକାଳ ହେଲାଣି କହି ଉଠାଇଦେଲା। ମାଳତୀ ସେଜରୁ ଉଠି ଝରକା ଖୋଲି ଦେଖିଲା ବେଳକୁ ସେଇ ଶୁଆଟି ବସିଛି। ମାଳତୀ ଖୁସି ହୋଇ ଶୁଆଟିକୁ ଆଣି ଗେଲ କଲା। କିଛି ଖାଇବାକୁ ଦେଇ ପୁଣି ଉଡ଼େଇ ଦେଲା। ସବୁଦିନ ସକାଳୁ ଶୁଆଟି ମାଳତୀକୁ ସେମିତି ଉଠାଇବାକୁ ଲାଗିଲା। ମାଳତୀ ଘର ବଗିଚାରେ ଥିବା ପିଜୁଳି ଗଛରେ ଶୁଆ ରହିଲା। ଆଉ କୁଆଡ଼େ ଗଲାନି। ମାଳତୀ ଓ ଶୁଆ ଧୀରେ ଧୀରେ ସାଙ୍ଗ ହୋଇଗଲେ। କେହି କାହାକୁ ଆଉ ଜମା ଛାଡ଼ି ରହିପାରିଲାନି। ମାଳତୀର ବାପ ମା ଏହା ଦେଖି ବହୁତ ଖୁସି ହେଲେ। ଆଚ୍ଛା ପିଲାମାନେ, ଏଇ ବିଷୟରୁ ଆମେ ଯେଉଁ ଗପ ଶୁଣିଲେ ଏଥିରୁ ଆମେ କି ଶିକ୍ଷା ପାଇଲେ? ମାଳତୀ କାହିଁକି ଶୁଆଟିକୁ ରକ୍ଷା କଲା ବା ଉଦ୍ଧାର କରିବା ପାଇଁ ଦୌଡ଼ିଗଲା? ପିଲାମାନେ, ସେ ମଣିଷ, ପଶୁ, ପକ୍ଷୀ ଯିଏ ବି ହେଉନା କାହିଁକି, ଯଦି ବିପଦରେ ପଡ଼ିଥିବେ ତାଙ୍କୁ ଉଦ୍ଧାର କରିବା ଆମର କର୍ତ୍ତବ୍ୟ ବା ଧର୍ମ। ଯଦି ଆମେ କାହାକୁ ସାହାଯ୍ୟ ସହଯୋଗ କରିଥିବା ଈଶ୍ୱର ନିଶ୍ଚିନ୍ତ ଆମକୁ ସାହାଯ୍ୟ କରିବେ। କଥାରେ ଅଛି ଦେଇଥିଲେ ପାଇ। ଦ୍ୱିତୀୟରେ, ମାଳତୀ ଶୁଆଟିକୁ କାହିଁକି ଛାଡ଼ିଦେଲା? ସିଏ ତ ଚାହିଁଥିଲେ ଅନ୍ୟ ଲୋକମାନଙ୍କ ପରି ଶୁଆ ପାଇଁ ପଞ୍ଜୁରୀଟିଏ କରି ଘରେ ରଖିପାରିଥାନ୍ତା। କିନ୍ତୁ ମାଳତୀ ସେୟା ନ କରି ଶୁଆଟି ସୁସ୍ଥ ହେବା ପରେ କାହିଁକି ତାକୁ ତାର ସାଙ୍ଗସାଥୀମାନଙ୍କ ସହିତ ଉଡ଼ିଯିବା ପାଇଁ ଛାଡ଼ିଦେଲା? କାହିଁକି ନା କାହାକୁ ବନ୍ଦୀ କରି ରଖିବା ଆଦୌ ଉଚିତ ନୁହେଁ। ଶୁଆଟି ଆକାଶରେ ମନ ଖୁସିରେ ଉଡ଼ୁଛି। ତା ମନ ମୁତାବକ ଯାହା ନାହିଁ ତାହା ଖାଇପାରୁଛି, ବୁଲି ପାରୁଛି, ସବୁକିଛି କରିପାରୁଛି। ଯେମିତି ଆମ ଘରେ ଆମେ ସ୍ୱାଧୀନ। ଶୁଆଟି ପକ୍ଷୀ ହେଲେ ମଧ୍ୟ ସିଏ ହେଉଛି ସ୍ୱାଧୀନ। ତାକୁ ପଞ୍ଜୁରୀ ସହିତ ବନ୍ଦୀ କରି ରଖିବା ଆଦୌ ଉଚିତ ନୁହେଁ। ସେଥିପାଇଁ ମାଳତୀର ଏହି କାର୍ଯ୍ୟକଳାପକୁ ଦେଖି ତାର ବାପ ମା ତାକୁ ବହୁତ ପ୍ରଶଂସା କରିଥିଲେ। ପିଲାମାନେ, ଏବେ ତ ସମୟ ଆସିଛି। ପୁଣି ଆଗାମୀ ଅଧ୍ୟାୟରେ ଏକ ସୁନ୍ଦର ବିଷୟବସ୍ତୁକୁ ନେଇ ଆପଣମାନଙ୍କ ସହିତ ଆମ ଓଡ଼ିଶା ଆମ ସାହିତ୍ୟ ଚ୍ୟାନେଲ ଜରିଆରେ ପୁନର୍ବାର ସାକ୍ଷାତ ହେବ। ହଁ, ନୂଆ ପୁରୁଣା ସାହିତ୍ୟ ନାଟକ ଏକାକକୁ ନେଇ ଆମର ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରିବାକୁ ଭୁଲନ୍ତୁ ନାହିଁ।